ମୋ ପିଲାମାନେ, ମୁଁ ଚାହୁଁଛି କି ତୁମେ ଆଜି ମୋର 108 ନାମ ପଢ଼, ଯାହାଦ୍ୱାରା ତୁମକୁ ମୋର ଅନୁଭବ ହେବ। ଜୀବନରେ କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। ମୁଁ ଜାଣିଛି ତୁମେ ତୁମର ସମସ୍ୟାକୁ ନେଇ ବହୁତ ଚିନ୍ତିତ ଅଛ। ସେଥିପାଇଁ ତୁମେ ମୋ ସହିତ କଥାବାର୍ତ୍ତା କରୁନାହଁ ଏବଂ ମୋ ଆଡ଼କୁ ଚାହୁଁନାହଁ ମଧ୍ୟ। କିନ୍ତୁ ତଥାପି ମୁଁ ତ ତୁମ ସହିତ କଥାବାର୍ତ୍ତା କରିବାକୁ ଆସିଛି। ଏହା କହିବାକୁ ଆସିଛି ଯେ ମୁଁ ତୁମ ସମସ୍ୟାର ସମାଧାନ କରୁଛି। ଗୋଟିଏ କଥା ବୁଝିନିଅ ଯେ ତୁମର ଶକ୍ତି ତୁମର ଭକ୍ତିରେ ଲୁଚି ରହିଛି। ମୁଁ ତୁମର ସେହି ଭକ୍ତିରେ ବହୁତ ପ୍ରସନ୍ନ ଅଛି। ତୁମ ଭିତରେ ଏତେ ସାମର୍ଥ୍ୟ ଅଛି କି ଯାହାକୁ ତୁମେ ନିଜେ ବି ଜାଣିନାହଁ। ତେଣୁ ଆଜି ହିଁ କହିବାକୁ ଆସିଛି କି ନିରାଶ ହୁଅ ନାହିଁ। ତୁମର ଭଲ ଦିନ ବର୍ତ୍ତମାନ ଆରମ୍ଭ ହୋଇସାରିଛି ଏବଂ ଆଜିଠୁ ତୁମେ ଏହାକୁ ଏହି ମାସରୁ ଅନୁଭବ କରିବ। ଜୀବନରେ ତୁମେ କେଉଁଭଳି ସଙ୍ଗତରେ ରହୁଛ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଯେଉଁଭଳି ସଙ୍ଗତ ହେବ ସେହିଭଳି ତୁମର ଚିନ୍ତାଧାରା ମଧ୍ୟ ହେବ। ତେଣୁ ବହୁତ ଧ୍ୟାନର ସହିତ ନିଜର ସାଙ୍ଗମାନଙ୍କୁ ବାଛ, ଯେଉଁମାନେ ତୁମ ଖୁସିରେ ଖୁସି ହୁଅନ୍ତି ଏବଂ ତୁମର ଭୁଲରେ ତୁମକୁ ରୋକନ୍ତି ଏବଂ ଅଟକାନ୍ତି। ଜାଣି ରଖ, ସେଇମାନେ ପ୍ରକୃତ ବନ୍ଧୁ ଅଟନ୍ତି। ଖୁସିରେ ରୁହ। ମୋର ବହୁତ ସାରା ଆଶୀର୍ବାଦ ତୁମ ସହିତ ଅଛି। ତୁମର ଆଗାମୀ ଭବିଷ୍ୟତ ବହୁତ ସୁନ୍ଦର ଅଟେ। ଓମ୍ ସାଇ ରାମ, ଜୟ ସାଇ ରାମ।